ଏହା ହେଉଛି ବିକଶିତ ଭାରତର ଏକ ନଗ୍ନ ଚିତ୍ର, ଯାହାକି ଓଡ଼ିଶାକୁ ଏବଂ ସାରା ଭାରତବର୍ଷକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି ଯେ ଏପରି ଘଟଣା ଘଟିଲା କାହିଁକି। ଏପରି ଏକ ବିରଳ ଦୃଶ୍ୟ ରାଜ୍ୟରେ ତଥା ଭାରତବର୍ଷରେ ଦୃଶ୍ୟମାନ ହେଲା କାହିଁକି, କ'ଣ ପାଇଁ। ଦେଖନ୍ତୁ, ବିଗତ 3-4 ଦିନ ତଳେ ଯେଉଁ ଘଟଣାଟି ଓଡ଼ିଶାରେ ଘଟିଗଲା, କେନ୍ଦୁଝର ଜିଲ୍ଲା ଜିତୁ ମୁଣ୍ଡା ନାମକ ଜଣେ ଯୁବକ, ଜଣେ ବ୍ୟକ୍ତିବିଶେଷ କଙ୍କାଳ ଘଟଣା। ଏହା ହେଉଛି ବିକଶିତ ଭାରତର ଏକ ନଗ୍ନ ଚିତ୍ର, ଯାହାକି ଓଡ଼ିଶାକୁ ଏବଂ ସାରା ଭାରତବର୍ଷକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି। ବହୁ ବର୍ଷ ପୂର୍ବରୁ ଜାଣିଥିବେ ଦାନମାଝି ଘଟଣା। ଦାନମାଝି ଘଟଣାରେ ମଧ୍ୟ ଭାରତ ସମ ଅବସ୍ଥା ଭୋଗିଥିଲା, ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଗୋଟେ ପ୍ରଶ୍ନ ଏଠି ଉଙ୍କି ମାରୁଛି, ଆତ୍ମନିର୍ଭରଶୀଳ ଭାରତ, ବିକଶିତ ଭାରତର ନାରା ଦେଉଥିବା ବର୍ତ୍ତମାନର ସରକାର କିମ୍ବା ବର୍ତ୍ତମାନର ଏହି ଭାରତବର୍ଷରେ ଏପରି ଏକ ବିରଳ ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବି ଏବଂ ଏହା ଭାରତବର୍ଷକୁ ସାରା ବିଶ୍ୱରେ ନିନ୍ଦିତ କରିଛି। ଯାହା ହେଉ, ପ୍ରଶାସନ ଏବଂ ସରକାରଙ୍କ ହସ୍ତକ୍ଷେପ ପରେ ଘଟଣାଟି ବର୍ତ୍ତମାନ ସମାଧାନର ରାସ୍ତାକୁ ଆସିଛି। କିନ୍ତୁ ସରକାର ବର୍ତ୍ତମାନ ଧ୍ୟାନ ଦେବାର ଆବଶ୍ୟକ ରହିଛି ଯେ ଏପରି ଘଟଣା ଘଟିଲା କାହିଁକି। ଏପରି ଏକ ବିରଳ ଦୃଶ୍ୟ ରାଜ୍ୟରେ ତଥା ଭାରତବର୍ଷରେ ଦୃଶ୍ୟମାନ ହେଲା କାହିଁକି, କ'ଣ ପାଇଁ। ଆମେ ଯେତେବେଳେ ଯେଉଁ ସମୟରେ ଭାରତବର୍ଷକୁ ଗୋଟେ ବିକଶିତ ଦେଶର ଅନୁମାନ କରୁଛୁ, ଚିନ୍ତା କରୁଛନ୍ତି, ସାରା ବିଶ୍ୱରେ ଭାରତର ଛବିକୁ ବଦଳେଇଛନ୍ତି ବୋଲି ଆମେ ଚିନ୍ତା କରୁଛନ୍ତି, ସେହି ସମୟରେ ଏ ପ୍ରକାରର ବିରଳ ଦୃଶ୍ୟ ସାମ୍ନାକୁ କାହିଁକି ଆସୁଛି। ବର୍ତ୍ତମାନ ସରକାର ତତ୍ପରତା ଦେଖାଇବାର ଆବଶ୍ୟକ ରହିଛି ଏବଂ ସରକାର ଏହା ଉପରେ ତତ୍ପରତା ଦେଖାଇ ଆଗାମୀ ଦିନରେ ଯେମିତି ଏ ପ୍ରକାର ବିରଳ ଘଟଣା ସାମ୍ନାକୁ ନ ଆସେ, ତାର ପୁନରାବୃତ୍ତି ନ ହୁଏ, ତା ଉପରେ ସରକାର ଧ୍ୟାନ ଦେବାର ଆବଶ୍ୟକ ରହିଛି। ଦେଖନ୍ତୁ, କାରଣ ମୁଁ ସମସ୍ତଙ୍କୁ ଦୋଷୀ କହିବି। ଏଠି କେବଳ ସରକାରକୁ ଆମେ ଦୋଷାରୋପ କଲେ ଚଳିବନି। ଯେଉଁ ଅଞ୍ଚଳରେ ଘଟଣାଟି ଘଟିଲା ସେଇଠି କ'ଣ ବିରୋଧୀ ଦଳମାନଙ୍କର ନେତାମାନେ ନଥିଲେ, ନା ସେଠି ଶାସକ ଦଳର ନେତା ନଥିଲେ? ସବୁ ଦଳର ନେତା ମନ୍ତ୍ରୀ ସେଠି ରହିଛନ୍ତି। ସେହି ଅଞ୍ଚଳରେ ବିରୋଧୀ ଦଳର ବି ନେତା ଅଛନ୍ତି, ଶାସକ ଦଳର ବି ନେତା ଅଛନ୍ତି, ବିଭିନ୍ନ ସୋସିଆଲ ଅର୍ଗାନାଇଜେସନ, ସାମାଜିକ ସଂଗଠନ ମଧ୍ୟ ରହିଛି। କିନ୍ତୁ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବି। କିନ୍ତୁ ଏହି ଘଟଣାରେ ମୁଁ ତ ବ୍ୟାଙ୍କ କର୍ମଚାରୀମାନଙ୍କୁ ମଧ୍ୟ ଦୋଷାରୋପ କରିବାକୁ ପଛାଇବି ନାହିଁ ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବି। କିନ୍ତୁ ମୋର ଆଶା ରହିଛି ସରକାର ଏହା ଉପରେ ତତ୍ପରତା ଦେଖାଇ, ମୁଁ ପୁନର୍ବାର କହିବାକୁ ଚାହେଁ, ଯେମିତି ଏପରି ଘଟଣା ଆଉ ପୁନର୍ବାର ରାଜ୍ୟରେ ତଥା ଦେଶରେ ନ ଆସେ, ନ ହୁଏ, ତା ଉପରେ ସରକାର ନିଶ୍ଚିତ ରୂପେ ପଦକ୍ଷେପ ନେବେ ବୋଲି କହିବି। ଦେଖନ୍ତୁ, ସେଟା ତ ବର୍ତ୍ତମାନ ଯାହା ଚାଲିଛି ଗୋଟିଏ ଟ୍ରେଣ୍ଡ ପାଲଟିଗଲାଣି। ତାଙ୍କୁ ସହାନୁଭୂତି ରାଶି ମିଳୁଛି, ଠିକ୍ ଅଛି। ଯାହାକୁ ଯେଉଁ ଜିନିଷ ଭଲ ଲାଗିବ, ଲୋକ ଯଦି ଜଣକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ସେଥିରେ ଆମେ କାହାକୁ ସମାଲୋଚନା କରିବୁ ନାହିଁ। ନିଶ୍ଚିତ ରୂପେ ଏପରି ଘଟଣା ଆଉ ଯେମିତି ଓଡ଼ିଶାରେ ନ ହୁଏ, ତା ଉପରେ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କହିବି। ଏହି ଘଟଣାକୁ ଆଉ ଆଗକୁ ନେବାକୁ ମୁଁ ଚାହିଁବି ନାହିଁ।